ଲଗାଣ ବର୍ଷା ଯୋଗୁଁ ଭୁଷୁଡ଼ିଲା ମାଟି କାନ୍ଥ। କାନ୍ଥ ତଳେ ପୋତି ହୋଇ ଗୁରୁତର ହେଲେ କାଳିକ ପଞ୍ଚାୟତର ତେନ୍ତୁଳି ଗାଁର କାଶୀରା ହେମ୍ରମ, ଯାହାଙ୍କ ବୟସ ହେଉଛି 45। ପରିବାର ଲୋକ ଘରେ ଥିବାରୁ ମାଟିକୁ ତାଡ଼ି କାଶୀରାକୁ ବାହାର କରି ଆମ୍ବୁଲାନ୍ସ ଯୋଗେ ହାତୀଗଡ଼ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଚେତା ଫେରିଥିଲା। ଛାତିରେ ଜ୍ୱର ଆଘାତ ଥିବାରୁ ତାଙ୍କୁ ବାରିପଦା ମେଡିକାଲ କଲେଜ ରଙ୍ଗାମାଟିଆକୁ ସ୍ଥାନାନ୍ତର କରାଯାଇଛି। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଜି ଯାଏ ପାଇନଥିବା ବେଳେ ସ୍ତ୍ରୀ ସ୍ୱର୍ଣ୍ଣଲତା ହେମ୍ରମ ଓ 2 ପୁଅ ସହ ମାଟି କାନ୍ଥ ଦଦରା ଘରେ ଚାରିପାଣି ରହୁଥିଲେ। ଆଉ ଏବେ ଜୀବନ ବିପଦରେ। देखी से रोषे घर में ठेस मारूला कांथटा हठात पड़गला नुई तो छाती ऊपर पूरा पुति जाइथिला ना कांथरे पूरा पुति जाइथिला तो काढी चले हां काढिले हम पुत्रा बो आ देखि लोक गाथिले गां लोक काटी काढी दे। रिपोर्ट वॉइस ऑफ ओडिशा लाइव।